ହଁ ପାସିଲେ ମୁଁ ଟିକେ ଠିଆ ହେଇଯାଏ ଆଉ। ପାଗଳ ଲୋକ, ଅତି ପାଗଳ ଲୋକ କୋଉଠି କାର? ଆରେ ବାପା ହଁ ତୁ ମୋ ନାଁଟା କେମିତି ଜାଣିଲୁ? ମାନେ ମୋ ନାଁ ପାଗଳ ବୋଲି। ତମ ନା କଣ ପାଗଳ ମଉସା? ନା ବାପା ମୋ ନାଁ ପାଗଳ ନୁହେଁ, ଆଉ ପାଗଳ ଷେଣ୍ଢ। କହୁନ? ଆଚ୍ଛା ମଉସା ତମ ଗାଁ ନାଁଟା କଣ କହିଲ? ଗାଁ ନାଁଟା ହଁ ଏଇଠି ଯୋଉ ଆଗେ ଦେଖୁନୁ ଗଲି ହଁ ତା ପାଖ ଗାଁଟା ମାନେ ପିଠା ପୁଟି ବୁରୁ। ତ ପଞ୍ଚାୟତ ନା କଣ ତାହେଲେ? ତା ପାଖ ଗାଁଟା ମାନେ ମାଡ଼ି ପିଟି ବୁରୁ। ଆଚ୍ଛା ମଉସା ତୁମେ ଯାଉଛ କୁଆଡେ? ମୁଁ ଯାଉଛି ଟିକେ ମୋ ଜଇଁ ଘରକୁ। ଜଇଁ ଘରକୁ? ହଁ ଜଇଁ ଘରକୁ। ଆଚ୍ଛା ମଉସା ତମ ଜଇଁ ନାଁଟା କଣ କହିଲ? ମୋ ଜଇଁ ଜିଏସଡବ୍ଲ୍ୟୁ ଗୋଟେ ବଡ ଅଫିସର ଗୋଟେ ଅଛି। ଜେଏସଡବ୍ଲ୍ୟୁ ତ ଏତେ ବଡ କମ୍ପାନୀ, ଏଠି ତ କେତେ ବଡ ବଡ ଅଫିସର କାମ କରୁଛନ୍ତି। ହେଲେ ତୁମ ଜଇଁ କିଏ ତମେ କହିଲ? ମୋ ଜଇଁ ନାଁଟା ଓୟା ମନେ ପଡୁନି ମୋ ନଟୁ। ହଁ ନଟବର ଜେନା। ଆଚ୍ଛା ତମେ ତାହେଲେ ନଟ ସାର୍ଙ୍କ ଶ୍ୱଶୁର? ହଁ ହଁ ନଟ ସାର୍ ତ ବଡ କଡା ଅଫିସର, ହଁ ତାଙ୍କଠୁ ଅଧିକା ଓଜିଟି ବୋଧେ ମାଇଣ୍ଡ ସେ କେହି କରିନାହାନ୍ତି। ଓଚିଟି ଆଉ ଭଲ ଅଫିସର ହେଇଥିବେ ଆଉ। ଆଚ୍ଛା ମଉସା ଟିକେ ମାଲ ମାରି ଦେଇଛ ବୋଧେ? ମୁଁ କାହିଁ ମାଲ ମାରିବି? କାଇଁ ବାସୁଛି ଭାରି। ହେ, ଏ ଫୁଙ୍କିଲ ଫୁଙ୍କିଲ ଦେଖିଆ। ଏଟା କଣ ଗୋଟେ ମୁହଁରେ ଗେଞ୍ଜି ଦଉଛୁ? ଏଇଟା ବ୍ରେଥ ଆନାଲାଇଜ। କେତେ ଫୁଙ୍କିଛ ଦେଖ। ବୋପା ମା 100 ନୁହ କି 200 ନୁହ, ଏକାଥରେ 500। କେତେ ପିଇଛ କି? ଆରେ ବାପା ଏ ଯୋଉ ଖରା ହଉନି ମୁଁ ଟିକେ ଆଇଲା ବେଳକୁ ଏ ରୁଗୁଡି ଛକରେ ହାଣ୍ଡିଆ ଟିକେ ମାରି ଦେଇଥିଲି ଆଉ। ଆଚ୍ଛା ମଉସା ତମ ଗାଡି କାଗଜ ପତ୍ର ଦେଖେଇଲ। କାଗଜ ପତ୍ର ଅଛି ଦେଖଉଛି। ଅଛି ମଉସା ଇଏ କଣ? ଆଳୁ 2 କିଲେ, ପିଆଜ 250, ଅଦା ଘରେ ଅଛି, ପୋଟଳ ଆଣିବନି ଚଳିବ। ଏଇଟା ତମ ଗାଡି କାଗଜ ପତ୍ର ନା ପରିବା ପତ୍ର ଲିଷ୍ଟ ବା? ଆରେ ବାପା ମୁଁ ଏତେ ଘରୁ ବାହାରୁଥିଲି ମୋ ଜଇଁ କହିଲା ବାପା ଆଉ ତମେ ଆସୁଛ ତ ଟିକେ ଗୁଆଲି ଛକରୁ ହାଟ କରିଦେଇକି ଆସିବ ଆଉ। ମୁଁ କହିଲି ବାପା କଣ ନେବି ଫୋନରେ ଡାକ, ମୁଁ ଲେଖୁଛି। ଆଉ ସିଏ ଯାହା ଡାକିଲେ ମୁଁ ଲେଖିଲି ଆଉ। ହେଲେ ମଉସା ନଟ ସାର୍ ପୁଣି ତମ ହାତରେ ପଇସା ପରିବା ମଗଉଛନ୍ତି? ଝିଅ ଦେଇଛି ଯେତେବେଳେ ଆଉ କଣ କରିବା। ଆଚ୍ଛା ମଉସା ହଁ ତମେ ତ 4 ଚକିଆରେ ଆସିଲ, ହଁ ତମେ ଚପଲଟା ପାଦେ ନ ପିନ୍ଧି କାନ୍ଧରେ କାହିଁ ପକେଇଛ? କଣ କହୁଛି ସିଏ? ଅପଟ କଲେଣି ଏତେ ବଡ ଫଙ୍କସନ ହଉଛି, କେତେ ଲୋକ ଆସିଛନ୍ତି। ଓ ବାପା ଜଇଁ କଣ କହିଲେ ଜାଣିଛୁ? କଣ କହିଲେ? ବାପା ଚପଲ ପଟି ସାବଧାନ, ଚୋରି ହେବାର ସମ୍ଭାବନା ଅଛି। ଆଉ ମୁଁ ଟଙ୍ଗେଇ ଦେଲି ବେକରେ ଆଉ। ମଉସା ମୁଁ ଶୁଣିଥିଲି ଲୋକମାନେ କୁହନ୍ତି କୁକୁର ପ୍ରତି ସାବଧାନ, ତମ ଜଇଁ କହିଲା ଚପଲ ପ୍ରତି ସାବଧାନ। ବୁଢୀ ନହେଲେ ମତେ ଘରେ ପୁରେଇବ ଚପଲ ଅଛି ଗଲେ। ମଉସା ତମେ ତ ଆସିଲ ଗାଡିରେ ଛିଡା ହେଇ ଗାଡି ଚଲାଉଥିଲ, ତମେ ତ ସିଟ ବେଲ୍ଟ ବୋଧେ ଲଗେଇ ନଥିଲ, ତମ ଗାଡିର ସିଟ ବେଲ୍ଟଟା କାହିଁ? ଏ ଗାଡି ସିଟ ବେଲ୍ଟଟା ଏ ଯୋଉ ଟାଣିକି ଖୁସି ଦିଅନ୍ତି। ଏଟା କଣ ହେଲା କି ବାପା, ମୁଁ ଘରୁ ଆଇଲା ବେଳକୁ ମୋ ଗାଈର ପଘାଟା ଛିଡି ଯାଇଥିଲା, ତ ଏଇ ସିଟ ବେଲ୍ଟଟା କାଢିକି ସେଟାକୁ ବାନ୍ଧି ଦେଇଛି ଗାଈଟାକୁ ଆଉ। ହେଲେ ମଉସା ସିଟ ବେଲ୍ଟ ତମ ସେଫ୍ଟି ପାଇଁ, ତମେ ସେଥିରେ ଗାଈ ବାନ୍ଧି ଦେଇ ପଳେଇ ଆଇଲ ନା? ଆଉ କଣ କରିବି ବାପା କହୁନୁ? ହେଲେ ମଉସା ତୁମ ଗାଡି ମିରରଟା କୁଆଡେ ଗଲା କହିଲ? ମିରର ଅଛି। କୋଉଠି ଅଛି? ଦେଖଉଛ ଏଇଟା ବି ବ୍ୟାଗରେ ନା କଣ? ଆଗେ ବୁଢୀ କେତେ କଣ ଦେଇଛି ପାଖକୁ ଏଇଟା ମିରର। ମିରର ଏ ମଉସା ଏଇଟା ତ ମୁହଁ ଦେଖିବା ମିରର, ତମ ଗାଡି ମିରରଟା କୁଆଡେ ଗଲା? ଗାଡି ମିରରଟା କଣ ହେଲା କି ବାପା, ଏ ଗାଡି ମିରରଟା ମୋ ମୁହଁଟା ଟିକେ ସଫା ଦେଖା ଯାଉଥିଲା, ତ ଦାଢି ଟିକେ ମାରିବା ପାଇଁ ଏଟାକୁ ଘରେ ରଖିଦେଲି, ଆଉ ଏଇ ମିରରଟାକୁ ଆଇଲି ଭାରି ଆଉ କାମ ଚଳେଇବା ପାଇଁ ଆଉ। ହେଲେ ମଉସା ଏ ମିରରର କାମ ତ କିଛି ନାହିଁ, ସେ ଗାଡି ମିରରରେ ତମେ ଯେତେବେଳେ ଗାଡି ଡ୍ରାଇଭିଂ କରୁଛ ତମ ପଛରୁ କୋଉ ଗାଡି ଆସୁଛି ନ ଆସୁଛି ତମେ ଜାଣିପାରିବ, ଯେତେବେଳେ ସାଇଡ କାଟିବ ଜାଣିପାରିବ କି ଓଭରଟେକ୍ କେତେବେଳେ କରିବାର ଅଛି। ନିଅ ତ ମିରର ଧର। ଆଚ୍ଛା ମଉସା ତମ ବ୍ୟାଗରେ ବୋଧେ